ଶ୍ରୀମଦ୍ଭାଗବତ ଷଷ୍ଠ ସ୍କନ୍ଧ ଦଶମ ଅଧ୍ୟାୟ ବାଦରାୟଣୀ ଉରୁବାଚ। ଏଭାବେ ଇନ୍ଦ୍ରକୁ କହିଣ ତତ୍କ୍ଷଣେ ଗଲେ ନାରାୟଣ। ଦେବତାମାନେ ଦେଖୁଥିଲେ ତତ୍କ୍ଷଣେ ଅନ୍ତର୍ଧ୍ୟାନ ହେଲେ। ଶ୍ରୀକୃଷ୍ଣ ଆଜ୍ଞା ପରିମାଣେ ମାଗିଲେ ଯାଇ ଦେବଗଣେ। ମହତ ଋଷି ଅର୍ଥ ବଣ ବୋଇଲେ ଶୁଣ ଦେବଗଣ। ଜନ୍ତୁଙ୍କ ପ୍ରାଣ ପରିତ୍ୟାଗ ଦୁଃସହ ଦୁଃଖ ଯେତେ ଭୋଗ। ତୁମ୍ଭେ ସ୍ୱଭାବେ ଦେବଗଣ ମରଣ ଦୁଃଖକୁ ନ ଜାଣ। ଜୀବନ ପାଇ ପ୍ରାଣୀଙ୍କର ସୁତକଳତ୍ର ଏ ସଂସାର। ଏମନ୍ତ ପ୍ରାଣୀ ଅବା କାହିଁ ଜୀବନ ମାଗିଲେ ସେ ଦେଇ। ଯେବେ ମାଗିବେ ନାରାୟଣ ତେବେ ବା କେ ଦେବ ଜୀବନ। ଦେବ ଉବାଚ ଯେ ପ୍ରାଣୀ ସର୍ବଭୂତ ପରେ ଆତ୍ମାର ପ୍ରାୟ ଦୟା କରେ। ଈଶତ ମାତ୍ରେ ଦେଇ ପ୍ରାଣ କରଇ ପ୍ରାଣୀ ପରିତ୍ରାଣ। ତୁମ୍ଭର ପ୍ରାୟ ପୁଣ୍ୟ ଶ୍ଲୋକେ ଯେ ଅବା ପୁଣ୍ୟବନ୍ତ ଲୋକେ। ତାହାର ଏମନ୍ତ ବିଚାର ସେ ନ ଜାଣେ ପରାପର। ଅଜ୍ଞାନୀ ପାପୀ ଯେଉଁମାନେ ପରର କଷ୍ଟକୁ ନ ଜାଣେ। ଯାଚଜ୍ଞା ଶ୍ରେଷ୍ଠ ଲୋକଙ୍କର କେବେ ହେ ନୁହେଁ ହତାଦାର। ଋଷି ଉବାଚ ରୁଦ୍ରଙ୍କୁ ଆଦିଦେବ ବୃନ୍ଦେ ଧର୍ମ କହିଲେ ସେ ଯେ ଶନିଦେ। ଏ ଯେ ମୋହର ନିଜ ଦେହ ଛାଡ଼ିବି ନ କର ସନ୍ଦେହ। ଦେହକୁ ଧରି ଯେଉଁ ଜନ ନ କରେ ଯାଗ ପୁଣ୍ୟ ଧର୍ମ। ତାହାଙ୍କୁ ଆତ୍ମଘାତୀ କହି ସ୍ୱଲୋକ ଆଗୋଚର ସେଇ। ଯେ ପ୍ରାଣୀ ପର ଦୁଃଖେ ଦୁଃଖୀ ପର ସୁଖରେ ଅତି ସୁଖୀ। ଅବ୍ୟୟ ଅକ୍ଷୟ ଯେ ଧର୍ମ କହନ୍ତି ପୁଣ୍ୟ ଶ୍ଲୋକମାନ। ଏ ବଡ଼ ଆଶ୍ଚର୍ଯ୍ୟ ଲୋକରେ କ୍ଷଣକ ଭଙ୍ଗୁର ଦେହ ନରେ। କହନ୍ତି ଆତ୍ମା ସ୍ୱାର୍ଥଭେଦ ଇହ ଲୋକରେ ଅପବାଦ। ବାଦରାୟଣ ଋଷିରୁବାଚ ଏମନ୍ତ କହି ଅର୍ଥର ବଣ ନିଶ୍ଚଳ କରି ଆତ୍ମା ମନ। ପରମ ପଦେ ନିବେଶିଲା ସଂଯମେ ଶରୀର ଛାଡ଼ିଲା। ମନ ବୁଦ୍ଧି ବ୍ରହ୍ମେ ନିବେଶି ଯାହା ଯୋଗରୁ କରି ଋଷି। ତେଜିଣ ଗଲା ସେ ଶରୀର ଜାଣିଲେ ଦେବ ପୁରନ୍ଦର। ଏ ଅନନ୍ତରେ ଦେବରାଜ ବିଶ୍ୱକର୍ମା ନିର୍ମିତ ବ୍ରଜ। ମୁନି ଅସ୍ଥିରେ ହୋଇ ଯୁକ୍ତ ଶ୍ରୀକୃଷ୍ଣ ତେଜରେ ମିଶ୍ରିତ। ଆରୋହୀ ନାଗ ଐରାବତ ଦେବଗଣରେ ସେ ବେଷ୍ଟିତ। ମୁନିଗଣରେ ସ୍ତୁତି ହୋଇ ତ୍ରିଲୋକ୍ୟ ହ୍ରସ କରାଇ। ବୃତାସୁରକୁ ଦେବରାଜ ସୈନ୍ୟ ସହିତେ ହୋଇ ଯଜ। ଅଶେଷ ବଳ ସଙ୍ଗେ ନେଇ ଅନ୍ଧକେ ଜେନେ ରୁଦ୍ର ଧାଇଁ। ଏ ଅନନ୍ତରେ ହେ ରାଜନ କହିବା ଶୁଣ ଏକ ମନ। ସୁର ଅସୁରଙ୍କ ରଣ ଅତ୍ୟନ୍ତ ପରମ ଦାରୁଣ। ତ୍ରେତୟା ଯୁଗର ଆଦ୍ୟରେ ହୋଇଲା ନର୍ମଦା ତୀରରେ। ରୁଦ୍ର ବସୁ ପିତୃ ଆଦିତ୍ୟେ ବ୍ରହ୍ମ ଋଷି ଅଶ୍ବିନୀ ସୁତେ। ସିଦ୍ଧ ବସୁଦେବ ମରୁତ ଇନ୍ଦ୍ର ଦେବଗଣେ ବେଷ୍ଟିତ। ବିରାଜମାନ ସମ୍ପଦରେ ବ୍ରଜକୁ ଧରି ନିଜ କରେ। ଏଭାବେ ଇନ୍ଦ୍ରକୁ ଦେଖିଲା କ୍ରୋଧେ ବୃତାସୁର ଧାଇଁଲା। ନିର୍ମିତ ଦ୍ୱିମୂର୍ଧା ସମ୍ଭର ଋଷଭ ଶଙ୍କୁଶିର। ହୟଗ୍ରୀବ ଏ ବିପ୍ରଚିତି ଅଧମୁଖ ପୁଲମା ହେତି। ଉତ୍କଳ ବୃଷ ପୂର୍ବାସୁର ପ୍ରହେତି ଆଦି ଦୈତ୍ୟ ବୀର। ଦାନବ ଦୈତ୍ୟଗଣ ଯକ୍ଷ ଅସଂଖ୍ୟ ନାମେଣେ ଯେ ରକ୍ଷ। ସୁମାଳି ମାଳି ଆଦି ଯେତେ କାର୍ତ୍ତି ଈଶ୍ୱର ରାଜା ସହିତେ। ଇନ୍ଦ୍ରଙ୍କ ସେନାରେ ସମୂହ କାଳହୁଁ ଅତି ଦୁରାଶୟ। ନିଃଶଙ୍କେ ଦେବ ସିଂହାସନ ପୁରିଲେ ଦାନବ ଦୁର୍ଦମ। ଗଦା ପରଗି ବାଣ ପାଶେ ମୁଦ୍ଗର ତୁମର ଶେଷେ। ଶୂଳ ପରିଖାଦି ଖଡ଼ଗ ଶତଘ୍ନି ଭୂଷଣ୍ଡ ଆୟୁଧ। ଏ ଆଦି ଯେତେ ଶସ୍ତ୍ରମାନ ଦେବଙ୍କୁ କଲେ ପ୍ରହାରଣ। ଅସୁର ସରବର ଶଣେ ଦୃଶ୍ୟ ହୁଅନ୍ତି ଦେବଗଣେ। ପୁଣି ହିଁ ପଡ଼ିବାରେ ନକ୍ଷତ୍ର ଯେ ସର୍ଣ୍ଣ ଶୂନ୍ୟରେ। ଶତ୍ରୁ ହିଁ ଯେବେ ଦାନବର କିଛି ନ କରେ ଦେବଙ୍କର। ଯେତେ ଅସୁରଙ୍କ ଆୟୁଧ ସକଳ ଦେବେ କଲେ ଛେଦ। ଏ ଅନନ୍ତରେ ଶୂନ୍ୟ ହସ୍ତ ଦାନବେ ଅତ୍ୟନ୍ତ କୁପିତ। ଶିଳାର ହସ୍ତେ ଦ୍ରୁମମାନ ଦେବଙ୍କୁ କଲେ ବରଷଣ। ପୁଣି ଇନ୍ଦ୍ର ସୈନ୍ୟଗଣ ତତ୍କ୍ଷଣେ ତାହା କଲେ ଛିନ୍ନ। ପ୍ରତାପ ଦେଖି ଦେବଙ୍କର କବେ ଦାନବ ଖରତର। ପୁଣି ପଥର ଦ୍ରୁମ କରି ପିଟିଲେ ଦେବଙ୍କ ଉପରେ। ବିବିଧ ଗିରି ଶୃଙ୍ଗମାନ ଦେବଙ୍କୁ କଲେ ପ୍ରହାରଣ। ଦୈତ୍ୟ ନିଷ୍ଫଳ କାର୍ଯ୍ୟ ହୋଇ ଆତ୍ମାକୁ ଦେହ ନିନ୍ଦ୍ୟା ବହି। ଯାହାକୁ ରଖନ୍ତି ଈଶ୍ୱରେ କେତେକ ମାତର। ଅସୁରେ କେତେକ ମାତର। ନିଜ ଉଦ୍ୟମ ଯହୁଁ ହତ ଦେଖି ଅସୁର ଭୟଚିତ। ଶୋଭା
ଭାବେ ବିଷ୍ଣୁର ବିମୁଖ ରଣେ ଲଭିଲେ ଅତି ଦୁଃଖ ସ୍ୱାମୀକୁ ଛାଡ଼ି ସଂଗ୍ରାମରେ ପଳାଇ ଯାଇ ପ୍ରାଣ ଡରେ ବୃତ ସୁର ଚୂଡ଼ାମଣି ସନ୍ନେ ପଳାନ୍ତି ବୋଲି ଜାଣି ଆପଦ ଦେଖି ବୃତାସୁର କହଇ ବଚନ ମଧୁର ଅତି ଭୟରେ ରଣ ଛାଡ଼ି ପଳାନ୍ତି ପଳାନ୍ତି ପଡ଼ି ପଥ ହୁଡ଼ି ଏହା ଦେଖିଣ ବୃତାସୁର ସୈନ୍ୟକୁ ବୋଇଲେ ଉତ୍ତର ବିପ୍ରଚିତି ବୃଷ ପର୍ବଣ ନମୁଚି ପୁଲହ ହେ ଶୁଣ ଜାତ ଯେ ହୁଇ ସଂସାର ମରଣ ଧ୍ରୁବଟି ତାହାର ମୃତ୍ୟୁ ଯେ ଦ୍ୱିତୀୟ ପ୍ରକାର ସଂସାରେ ବୋଲାଇ ଏସାର ବ୍ରହ୍ମା ଭାବରେ ଦେଇଛି ତ ଯେ ପ୍ରାଣୀ ପ୍ରାଣେ ହୁଏ ହତ ଯେ ରଣ ଅଗ୍ରେ ପ୍ରାଣ ଦେଇ ବୀର ଶଯ୍ୟାରେ ଶୋଇ ରହି ବିପ୍ର ଜଗନ୍ନାଥ ବୋଲଇ ଇନ୍ଦ୍ର ସୁର ଯୁଦ୍ଧ ହୋଇ ସୁଜନେ କର ଲୟ ହରିଚରିତ ସୁଧାମୟ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତାଏ ବୟାସିକା ଷଷ୍ଠ ସ୍କନ୍ଧେ ବୃତାସୁର ଯୁଦ୍ଧେ ନାମ ଦଶମୋଧ୍ୟାୟ। ଶ୍ରୀମଦ୍ଭାଗବତ ଷଷ୍ଠ ସ୍କନ୍ଧ ଦଶମ